ତମେ କିଛି ପାଇଛ ନୋଟ ରେ? ଏ ବାବୁ କୃଷିକା ସ୍ନେହଲତା ପାଇଛ ନା ପାଇନ? Yes, sir. ହଉ ଦେଖ Yes, sir. ପାସେଜ, ହଁ ପାସେଜ ଦେଖ କେମିତି କଣ କରିବ। ଫାଷ୍ଟ ପଏଣ୍ଟ ଟା ହେଲା କଣ ନା ତମର TFR ଏଇଟା ପଡେନି ପ୍ରାୟତଃ, କିନ୍ତୁ ଯଦି ପଡିଲା ପଏଣ୍ଟ TFR ମାନେ T ଫର ଟ୍ରୁ, A ଫର ଫଲସ, R ଫର ରିଜିନ। ବୁଝିହେଲା? ଗୋଟେ ପ୍ୟାସେଜ ଦେଇଥିବ ତା ଦେହରୁ କୋଶ୍ଚିନ୍ ପଚାରିବ ଯେ ଦୋଜ ହୁ ଆର୍ attending the class they belong to civil engineering। କଣ ହବ ଆନ୍ସର ଟା? କଣ ହବ? ଫଲସ, ଟ୍ରୁ ନୁହଁ। କାହିଁକିନା ତମେ ଯେତେ ଜଣ ଏବେ କ୍ଲାସ କରୁଛ ଆଇଦର ଇଲେକ୍ଟ୍ରିକାଲ, ଇଲେକ୍ଟ୍ରୋନିକ୍ସ ଅର କମ୍ପ୍ୟୁଟର IT ହେଲା, ତ ସିଭିଲ ନୁହଁ। ତେଣୁକରି ବୁଝି ହେଲା ଫାଷ୍ଟ ପଏଣ୍ଟ ନା ବୁଝି ପାରୁନ? ଇରେ ବୁଝି ହଉଛି ଆଜ୍ଞା ନା ନାହିଁ? ଆଜ୍ଞା ସାର୍। ହଁ। ସେକେଣ୍ଡ ପଏଣ୍ଟ ହେଲା ଫିଲ୍ ଇନ୍ ଦ ବ୍ଲାଙ୍କସ୍। ବୁଝିହେଲା କି? ଫିଲ୍ ଇନ୍ ଦ ବ୍ଲାଙ୍କସ୍ ମାନେ ଗୋଟେ ସେଇ ପ୍ୟାସେଜ ଥିବ ତା ଦେହରୁ ଗୋଟେ ବ୍ଲାଙ୍କ ଫିଲ୍ କରିବା ପାଇଁ ପଡିଥିବ। ସିଏ ପଚାରିବ ଯେ ଦୋଜ ହୁ ଆର୍ ସିଟିଂ ହିଅର ବିଲଙ୍ଗସ ଟୁ ଡ୍ୟାଶ ଇଞ୍ଜିନିୟରିଂ। କଣ ହବ ନା ଇଲେକ୍ଟ୍ରିକାଲ, ସିଭିଲ, ଇଲେକ୍ଟ୍ରୋନିକ୍ସ, ଇଞ୍ଜିନିୟରିଂ। ବୁଝି ହେଲା ନା ନାହିଁ? ତାପରେ ଦେଖ ଦିଟା ପଏଣ୍ଟ ଉପରେ କାହାର ଡାଉଟ ଅଛି? ହଁ ଶୁଣ, ଆନ୍ସର ଦ ଫଲୋଇଂ କୋଶ୍ଚିନ୍। ଧର ତମର ବୋସ୍ ଉପରେ ଗୋଟେ ପାରାଗ୍ରାଫ ପଡିଛି ହେଲା, ସେ ପାରାଗ୍ରାଫ ଉପରେ ସେ ପଚାରୁଛି ହ୍ୱାଟ କ୍ଲାସ ଆର୍ ୟୁ ଇନ୍ ହେଲା। ସେତେବେଳେ ପଚାରିବ ମାନେ ତମେ କୋଉ କ୍ଲାସ ରେ ପଢୁଛ, ହ୍ୱାଟ କ୍ଲାସ ଆର୍ ୟୁ ଇନ୍ ହେଲା। କଣ ହବ ସେଇଟା ଏଥିରେ ଲଗେଇଦବା। ହ୍ୱାଟ କ୍ଲାସ ଆର୍ ୟୁ ଇନ୍ କଣ ହବ? ସେ ପଚାରିବ କଣ ତମେ କହିବ ହେଲା। କଣ ହବ? ଆଇ ରିଡ୍ ଇନ୍ ଡିପ୍ଲୋମା ଫାଷ୍ଟ ଇୟର ହେଲା। ଏଇ ଟାଇପ ର ହ୍ୱାଟ ଇଜ ଦ ନେମ୍ ଅଫ ୟୋର ଇଞ୍ଜିନିୟରିଂ ଇନଷ୍ଟିଚ୍ୟୁଟ। ବୁଝି ହେଲା? କଣ ଭୁବନାନନ୍ଦ ଏଇ ଟାଇପ ର କୋଶ୍ଚିନ୍। ତାପରେ ପଡିବ ରାଇଟ ଦ ଆଣ୍ଟୋନିମ୍ସ। ଶୁଣ, ଆଣ୍ଟୋନିମ୍ସ ର ଅର୍ଥ ହଉଛି ଅପୋଜିଟ ହେଲା। ଗୁଡ ର ଅପୋଜିଟ କଣ? ବେଟର ର କୃଷିକା, ବେଟର ର କଣ ଆଣ୍ଟୋନିମି? Oats. ହଁ ଭେରି ଗୁଡ ହେଲା। ବେଟର ର ଆଣ୍ଟୋନିମି ହେଲା ଓର୍ସ। ଯେମିତି ଗୁଡ, ବେଟର, ବେଷ୍ଟ, ବ୍ୟାଡ, ଓର୍ସ ହେଲା। ତାପରେ ପଚାରିବ ସିନୋନିମ୍ସ ଗୋଟେ ହେଲା। ରାଇଟ ଦ ସିନୋନିମ୍ସ। ସିନୋନିମ୍ସ ଅର୍ଥ ସିମିଲାର ମିନିଂ ବା ସେମ ଇଏ। ତମର ଗୁଡ ର ସିନୋନିମ୍ କିଏ କହିପାରିବ? ଗୁଡ ର ସିନୋନିମ୍ ୱେଲ। ଷ୍ଟୁଡେଣ୍ଟ ର କଣ ହବ? ଚିଲଡ୍ରେନ୍, ପିପଲ ହେଲା। ଏକ ବୁଝିପାରୁଛ ନା ନାଇଁ? ଏଇଟା ଗଲା। ତାପରେ ସେ ପଚାରିବ ଆଉ ଗୋଟେ କୋଶ୍ଚିନ୍ ଅଛି, ରାଇଟ ମେକ୍ ସେଣ୍ଟେନ୍ସ। ମେକ୍ ସେଣ୍ଟେନ୍ସ ଲଗେଇକିନି ଗୋଟେ ୱାର୍ଡ, ଗୋଟେ ଫ୍ରେଜ ଲଗେଇକିନି କରିବ ସେଣ୍ଟେନ୍ସ। କଣ ନା ଅନଏବଲ ଟୁ, ହାପିନେସ ଇନ୍, ଗୋଇଂ ଟୁ। ଯଦି ଗୋଇଂ ଟୁ ପଡିଲା କଣ ହବ ଲେଖିବ? ଆଇ ଏମ୍ ଗୋଇଂ ଟୁ ସ୍କୁଲ ଅର ଆଇ ଏମ୍ ଗୋଇଂ ଟୁ ମାଇ ହାଉସ। ବୁଝି ହେଲା ନା ନାହିଁ? ସେମିତି କରିପାରିବ। ତାପରେ ପଡିବ କଣ ନା କଣ? ହଁ ହୋମୋନିମ୍ସ ଅର ହୋମୋଫୋନ୍ସ ମନେ ରଖ। ଆଣ୍ଡ ସୋ ଦେ ଆର ଡିଫରେନ୍ସ। ସୋ ଡିଫରେନ୍ସ କଣ ନା ସେମ୍ ୱାର୍ଡ, ସେମ୍ ସାଉଣ୍ଡ, ସେମ୍ ପ୍ରୋନାଉନ୍ସିଏସନ ବଟ୍ ଡିଫରେଣ୍ଟ ଇନ୍ ସ୍ପେଲିଂ ଆଣ୍ଡ ମିନିଂ। ବୁଝି ହଉଛି ରେ? ସେମ୍ ୱାର୍ଡ, ସେମ୍ ଆଜ୍ଞା ସାଉଣ୍ଡ, ସେମ୍ ପ୍ରୋନାଉନ୍ସିଏସନ ବଟ୍ ଡିଫରେଣ୍ଟ ଇନ୍ ସ୍ପେଲିଂ ଆଣ୍ଡ ମିନିଂ। ବୁଝି ହେଲା? ତ ସେତେବେଳେ ଯେତେବେଳେ ତମେ ଦେଖିବ କଣ ହବ ନା ତମେ ସେଠି ଧର ଅଛି ବୁକ୍, ବୁକ୍, ବୁକ୍ ର ଏମିତି ଦିଟା ୱାର୍ଡ ଅଛି। କଣ କରିବା? ବୁକ୍ ମାନେ କଣ? ବହି। ଆଉ ଗୋଟେ ବୁକ୍ ଭେରି ଗୁଡ। ହଁ ଟିକେଟ ବୁକ୍ କରିବା, ସେ ଯୋଉଟା କହିଲା। ବୁଝିପାରିଲ ପିଲେ? ଧର ହି ପରଚେଜ ଏ ବୁକ୍, ହି ବୁକ୍ ଟିକେଟ ଫର ଡେଲି ଅର ଯେକୌଣସି ଜାଗାକୁ ଯିବା ପାଇଁ। ବୁଝି ହଉଛି ନା ନାହିଁ? ଏପର୍ଯ୍ୟନ୍ତ ବୁଝି ହେଲା ନା? ଆଜ୍ଞା ତାପରେ ରହିଲା ସାର୍। ରାଇଟ। ହଁ କହ। ସାର୍ 80 ମାର୍କ ସାର୍ କଣ କଣ ଟୋଟାଲ ଆସିବ ଟିକେ ଖାଲି କହିଦେବେ? ଆରେ କହୁଛି ଏବେ ବା ଇଏ 20 ମାର୍କ ଆନାଲିସିସ୍ କରୁଛି। ଏଇ ଯୋଉଟା ଆନାଲିସିସ୍ କରୁଛି 20 ମାର୍କ। ସାର୍ ସିନୋନିୟମ, ସାର୍ଟୋନିୟମ ସେଟା ବି ପଡିବ? ଆଉ ସେଟା ଆଉ କଣ ସେଟା ପଡିବନି?
ଆଉ ରିପୋର୍ଟ ରିପୋର୍ଟ ବି ପଡିବ। ତୁ ଯାହା ରିପୋର୍ଟ କହିବୁ 10 ସବୁ ପଡିବ। 8 ତୁ ଯାହା କହୁଛୁ 8 10 ଶୁଣୁ ସେଠି ସେମାନେ 15 କି 25 କରିଦେବେ ସେ ଯୋଉ ମାର୍କ ଟା ମାନେ 3 4ଟା ଲଗାତାର ପକେଇଦେବେ ତମକୁ କହିବେ ଏତିକିଟା କୋଶ୍ଚିନ୍ ଆନ୍ସର ଦିଅ ହେଲା। ବୁଝିହେଲା କି? ବୁଝିଲୁ? ଆଜ୍ଞା। ହଁ। ତାପରେ ତମର ରହିଲା ରାଇଟ ଏ ସୁଇଟେବଲ ଟାଇଟଲ ଅଫ ଦ ଗିଭେନ ପ୍ୟାସେଜ। ଯୋଉ ପ୍ୟାସେଜ ଟା ଅଛି ତାର ସୁଇଟେବଲ ଟାଇଟଲ ଗୋଟେ ଲେଖିବ ହେଲା। ତମେ ଯେମିତି ପଢୁଛ ସବୁ ଉପର ହେଡିଙ୍ଗ ଟା ଯେତେବେଳେ ଲେଖିବ ତା ଦେହରେ ଇଜାମାର ଦବ ନାହିଁ ହେଲା। ବୁଝିଲ? ଆଉ 5 କି 7ଟା ୱାର୍ଡ ଭିତରେ ଲେଖିବ ହେଲା। ତମର କଣ ଅଛି ଷ୍ଟାଣ୍ଡିଂ ଅପ୍ ଫର ୟୋର ସେଲ୍ଫ ଇଜାମାର ଅଛି ନାହିଁ? ଅଛି କି? ମ୍ୟାଜିକ ଅଫ ଟିମ୍ ୱାର୍କ ଅଛି କି ନାହିଁ? ଟୁ ମାଇ ଟ୍ରୁ ଫ୍ରେଣ୍ଡ ଅଛି କି? ଅଛି ନାଇଁ? ଦ ଇନସ୍କେପ ରକ୍ ନାଇଁ? ତ ଟାଇଟଲ ଏମିତି ଦବ ଧର ତମର ୱାଟର ପଡିଲା ଦେଖ ମୁଁ ତମକୁ ଶିଖେଇ ଦେଇଛି ୱାଟର ତାପରେ ଗୋଟେ କଲନ ମାର୍କ ସେମି କଲନ ଦବ ନା କଲନ ମାର୍କ ଦବ। କଲନ ମାର୍କ ଦେଇକିନି ଲେଖିବ ଦ ରିନ୍ୟୁଏବଲ ସୋର୍ସେସ ଅଫ ଏନର୍ଜି ଅର ଦ ରିନ୍ୟୁଏବଲ ସୋର୍ସେସ ହେଲା। ବୁଝିହେଲା ୱାଟର ପରେ ଅର ଟୁ ସାଟିସ୍ଫାଏ ଦ ଥ୍ରାଷ୍ଟ ଅଫ ହ୍ୟୁମାନ ବିଙ୍ଗ ଯାହା ସିଚୁଏସନ ହିସାବରେ ଥିବ ସେଇଟାକୁ ତମେ ପକେଇବ ହେଲା। ଏଇଟା ଗଲା ତାପରେ ତମର ପଡିବ ଗୋଟେ କଣ ନୋଟ ମେକିଂ ବୁଝିହେଲା। ହଁ ହଁ ଆଉ ଗୋଟେ ତମର ଅଛି ୱାନ ୱାର୍ଡ ସବଷ୍ଟିଟ୍ୟୁସନ। ଧର ଆମେ ଏଇଠି ଇଏ କଣ ହେଇଗଲା ହେଇଯିବ। ଏ ଦେଖ ତମର ହଉଛି ୱାନ ୱାର୍ଡ ସବଷ୍ଟିଟ୍ୟୁସନ ଦୋ ଦ ମେମ୍ବର୍ସ those who are attending the classes are called କଣ students। ବୁଝି ହେଲା ନା ନାହିଁ? ତାପରେ ତମର ପଡିବ କଣ କହୁଥିଲି ଏବେ ନୋଟ ମେକିଂ ହେଲା। ନୋଟ ମେକିଂ କଣ କରିବ ତମେ ତାର ପଜିଟିଭ ନେଗେଟିଭ ସବୁ ବାହାର କରିବ କୋଉଟା ସବୁ ସେ ପାସେଜ ଟା ପଢିଲା ପରେ ତମେ ଦେଖିବ ଇଏ କରିବ ହେଲା। ତାପରେ ବର୍ତ୍ତମାନ ପାଇଁ ମୁଁ ଏତିକି ତ ନୋଟ ମେକିଂ ସରିଲା। ବର୍ତ୍ତମାନ ପାଇଁ ମୁଁ ପଢେଇବାକୁ ଚାହୁଁଛି ହ୍ୱାଟ ଇଜ କାଇନେସିକ୍ସ। ମନେ ରଖ ଏଇ ପିଲେ ଏଇ ଯୋଉ କାଇନେସିକ୍ସ ଟା ଦେଖୁଛ ଖାଲି ଦେଖିଥାଅ। ଏଠି ସି କଣ କହୁଛି ନା କାଇନେସିକ୍ସ ଇଜ ଏ ନନ୍ ଭର୍ବାଲ କମ୍ୟୁନିକେସନ। ଫାଷ୍ଟ ନନ୍ ଭର୍ବାଲ କମ୍ୟୁନିକେସନ କହିଲେ ଆମେ କଣ ବୁଝୁ କିଏ କହିପାରିବ? କହ ହଁ କଣ କହିथे ଆଁ ହଁ ସେ କହୁଛି ଶୁଣ ମୁଁ କାହାରି କମେଣ୍ଟ କରିବାର ନାହିଁ କ୍ରିଟିସାଇଜ କରିବାର ବଟ୍ ଆଇ ବୁଝେଇଦେବି କହ କଣ ନନ୍ ଭର୍ବାଲ କହିଲେ କଣ ବୁଝୁଛୁ? ଭର୍ବ ନଥିବ ମେନ୍ ଭର୍ବ ନଥିବ ବାସ୍ ସେ ତାର କାହିଁକି ଯେହେତୁ ତମ କଲେଜରେ ପଢେଇ ନାହାନ୍ତି ଆଉ ସେ କେମିତି ଜାଣିବ? ନନ୍ ଭର୍ବାଲ କମ୍ୟୁନିକେସନ ଇଜ ସଚ ଏ କମ୍ୟୁନିକେସନ where we never use any spoken or written language। ବୁଝିହେଲା? ଆମେ ଯେତେବେଳେ କଥା କହୁନା ଆଉ କଣ କି ଲେଖୁନା ସେଇଟା ହେଲା ନନ୍ ଭର୍ବାଲ except that we are using our body language। ବଡି ଲାଙ୍ଗୁଏଜ ବୁଝିପାରୁଛ ତ ନା ନାଇଁ? ହଁ କାଇନେସିକ୍ସ ହେଲା is one of the best example of a non-verbal communication। ବୁଝିହେଲା? କାଇନେସିକ୍ସ ତା ଅର୍ଥ କଣ? that means ବଡି ଲାଙ୍ଗୁଏଜ ମାନେ କଣ ତମେ ବୁଝୁଛ? ବଡି ଲାଙ୍ଗୁଏଜ କିଏ କହିପାରିବ? ଧର ମୁଁ ଏଠୁ ତମଠୁ ଗୋଟେ କିଲୋମିଟର ଦୂରରେ ଅଛି। ତମେ ମତେ ଦେଖାଯାଉଛ ମୁଁ ବି ତମକୁ ଦେଖାଯାଉଛି କିନ୍ତୁ ମୁଁ ପାଟି ଚିଲେଇଲେ କଣ ହବ? ତମକୁ ଶୁଭିବନି। ତେଣୁକରି ମୁଁ ଏମିତି ଡାକିପାରେ ବା ମୁଣ୍ଡ ହଲେଇବି ଠାର ଦେଇପାରେ। ସୋ ଦିସ୍ ଇଜ ନୋନ୍ ଆଜ କାଇନେସିକ୍ସ। ବୁଝିହେଲା? କାଇନେସିକ୍ସ ଏକାଥରେ ବୁଝିଗଲ ତ? ହଁ ତାହେଲେ କାଇନେସିକ୍ସ ଆମେ ଗୋଟେ ଗୋଟେ ଆନାଲିସିସ୍ କରିବା। ସେ କଣ କଣ ଫାଷ୍ଟ ଦେଇଛି ଏମ୍ବ୍ଲେମ। ଶୁଣ ଏମ୍ବ୍ଲେମ କଣ? when you go to purchase anything ତମେ ଯେତେବେଳେ ପରଚେଜ କରିବାକୁ ଯାଉଛ ତମେ ଦେଖୁଛ ତାର କଣ ନା ହଲମାର୍କ ହେଲା। କଣ ହେଲା? ହଁ କଣ ହେଲା କଟିଗଲା କେମିତି ହେଇଗଲା? ଶୁଣ ହଲମାର୍କରେ ତମେ କଣ ଦେଖୁଛ? ଆଇଦର ବିଏସ୍ଆଇ ଅର ଆଇଏସ୍ଆଇ ନାଇଁ ନା କଣ? ତୁ ଯେତେବେଳେ ସୁନା କିଣିବୁ ହେଲା କଣଟା ଦେଖିବୁ? ବିଏସ୍ଆଇ ହଲମାର୍କ ଦେଖିବ ନା ନାଇଁ? ହଁ ସେଇଟା କଣ କଣ ତମକୁ ସେଇଟା ଭର୍ବାଲ ନା ନନ୍ ଭର୍ବାଲ କମ୍ୟୁନିକେସନ? ହଁ
ହଁ ଏଇ ବୁଝି ହଉଛି ତ? ହ୍ୟାଲୋ Yes, ସ୍ନେହଲତା। sir. ହଁ Yes, sir. ହଁ ତାହେଲେ ଆମେ ଦେଖିବା ଯେ ଗୋଟେ ଗଲା ଏମ୍ବ୍ଲେମ ଟା ବୁଝିପାରିଲ, ବୁଝିହେଲା ଏମ୍ବ୍ଲେମ। ତାପରେ ତମର ଆସିଲା ରେଗୁଲେଟର। ରେଗୁଲେଟର ଟା କଣ? ଶୁଣ, ତମେ ତମ ଭାଷାରେ ଯେ ତମ ଇଞ୍ଜିନିୟରିଂ ଭାଷାରେ ବୁଝେଇବି। ମୁଁ ବି ଏଇଠି ତମକୁ ରେଗୁଲେଟ କରୁଛି। ଧର ମୁଁ ଦେଖିକିନି ତମର ଡିଷ୍ଟାନ୍ସ ଦେଖି ଇଏ କରି ମୋ ଭଏସ ମଡୁଲେସନ କରୁଛି, ମାନେ ବଢଉଛି କମଉଛି, ଦ୍ୟାଟ ଇଜ ରେଗୁଲେଟ। ବୁଝିଲେ କି? ବା ସେଇ ହିସାବରେ ମୁଁ କାମ କରୁଛି। ତାପରେ ଇଲୁଷ୍ଟ୍ରେଟର। ଇଲୁଷ୍ଟ୍ରେଟ କଣ? ଦେଖ ମୁଁ ଯେତେବେଳେ ବଡି ଲାଙ୍ଗୁଏଜ ଏଠି ପଢଉଛି, ଏଇଟାକୁ ହାତ ଦେଖେଇଲି, ବୁଝିହେଲା? ଇଲୁଷ୍ଟ୍ରେଟ। ବୁଝିପାରୁଛ ନା ନାଇଁ? ଦ୍ୟାଟ ଇଜ ଅଲସୋ one of the method of kinesics. Then affective display. affective display କଣ? do at Rome as Romans do. ତା ଅର୍ଥ କଣ? ନା ଜେସା ଦେଶ ବେସା ବେଶ। ଯୋଉଠି ଗୋଟେ ଲୋକ ମରିଗଲା, ଆମେ କଣ ଯାଇ ସେଠି କିରକିରି ହବା କି, ହସିବା କି? ଆମେ କଣ ଦେଖିଲେ ସମସ୍ତେ କାନ୍ଦୁଛନ୍ତି, ଆମେ ବି କାନ୍ଦିବା, ମୁହଁ ଟିକେ ଫୁଲେଇଦବା ଆଉ କଣ। ବାସ୍, that is ହଉଛି affective display. Then adapters. That means every time you will adapt. That means according to the act according to the need of the hour. You can adapt with the situation. ଏ ପର୍ଯ୍ୟନ୍ତ ବୁଝି ହେଲା ନା ନାହିଁ? ଆଉ କିଛି ଅଛି କି, ଡାଉଟ ଅଛି କି? ଆଁ? Sir, ହଁ କହ। ଆଉଥରେ ବୁଝେଇଦେବେ? କଣ ଆଉଥରେ ତୁ କୋଉଟା ବୁଝିପାରୁନୁ ମତେ କହ। ଟୋଟାଲ ଟା ଏବେ ଯୋଉଟା ସାର୍ ବୁଝେଇଲେ। ବୁଝେଇଲି, ତୁ ଧର ଗୋଟେ ଜିନିଷ କିଣିବାକୁ ଯାଉଛୁ, ତାର ଏମ୍ବ୍ଲେମ ଦେଖିବୁ, ସେଇଟା ଭଲ କି ଖରାପ ହେଲା। କାହିଁକିନା ଯେତେବେଳେ ତୁ ସୁନାଟା କିଣିବୁ, କଣ ଦେଖିବୁ ତାର ଫାଷ୍ଟ? ତୁ ସୁନା ପିନ୍ଧୁନୁ କିରେ? ମୁଁ ପିନ୍ଧୁନି, ଘରେ ହଁ, ଦଉନାହାନ୍ତି। ଆଉ ଘରେ ପଚାରିନୁ ସୁନା କିଣିଲେ କଣଟା ଦେଖା ହୁଏ? ଫାଷ୍ଟ ହଲମାର୍କ ପଚାରିବୁ। ତୁ ଦେଖୁନୁ ଟିଭିରେ ଆଡଭର୍ଟାଇଜ ଦଉନି? 22 କ୍ୟାରେଟ କି କେତେ ଆଜ୍ଞା। କ୍ୟାରେଟ? ହଁ 24 କ୍ୟାରେଟ 22 କ୍ୟାରେଟ ହେଲା। ତାପରେ ସେଠୁ ତୁ କଣ କରିବୁ ନା ରେଗୁଲେଟର। ଶୁଣୁ ଏମ୍ବ୍ଲେମ ଏଠି ସେ କହୁଛି କାଇନେସିକ୍ସ ଅର୍ଥ ହଉଛି ତମେ କଣ ବଡି ଲାଙ୍ଗୁଏଜ ୟୁଜ କରିବୁ, ମାନେ କଥା ହବୁନି କି ଲେଖିବୁନି ହେଲା। କିନ୍ତୁ ଠାର ଦ୍ଵାରା ସବୁ କାମ ଚଳିବ। ବା ଦେଖିଦବୁ, ଧର ତମେ କଣ ଏକ ଦେଖ, ତମେ ଯେତେବେଳେ ରାସ୍ତାରେ ଯାଉଛ, ତମେ କଣ ଦେଖୁଛ କଣ ଅଛି ରାସ୍ତାରେ, କଣ ଅଛି କଣ ନାହିଁ, କିନ୍ତୁ ଟ୍ରାଫିକ କି ଦେଖିଲେ ଅଟକୁଛ ନା ନାହିଁ? ବୁଝିହେଲେ? ସେଠି ସେ କହିଲା। ତାପରେ ରେଗୁଲେଟର୍ସ ମିନ୍ସ ୟୁ ରେଗୁଲେଟ, ମାନେ ମାଇଣ୍ଡରେ ତମେ ଯାହା କରିବ ସେଠି ତମକୁ କେହି କହିଦେବେନି, ଯେକୌଣସି ଜିନିଷ ୟୁ ୱିଲ ଡିସାଇଡ। ତାପରେ ଇଲୁଷ୍ଟ୍ରେଟ, ଧର ମୁଁ ତମକୁ ପାଠ ପଢଉଛି, ଏଇ ଯୋଉ ଚିତ୍ରଟାକୁ ମୁଁ ଯେତେବେଳେ ହାତ ବଢେଇ କହିବି, ସେଟା ହେଲା ଇଲୁଷ୍ଟ୍ରେଟର ହେଲା। ବୁଝିଲୁ? ହ୍ୟାଲୋ, ଆଜ୍ଞା ସାର୍। ବୁଝି ହଉନି? ତାପରେ ଆଜ୍ଞା ସାର୍ ତମର ଏବେ ବୁଝିହେଲା। ହଁ ଆଫେକ୍ଟିଭ ଡିସପ୍ଲେ, ତୁ ଗୋଟେ କଣ୍ଡୋଲେନ୍ସ କୁ ଯାଇଛୁ, ମାନେ ଶୋକ ସଭା ହଉଛି ସେଠି, ତୁ କଣ ଆଉ ହସିବୁ କି? ନାଇଁ। ହସିବୁ? ତୁ ସେଠି କାନ୍ଦିବୁ, ସମସ୍ତେ କାନ୍ଦୁଛନ୍ତି ଯେହେତୁ। ତାପରେ ଆଡପ୍ଟର ହେଲା ଯୋଉ ଜାଗାକୁ ଯିବୁ ସିଚୁଏସନ ସହିତ ନିଜକୁ ଆଡପ୍ଟ କରିବୁ। ଦ୍ୟାଟ ମିନ୍ସ ଇଟ ଇଜ ଫ୍ରମ ୟୋର ମେମୋରି, ଫ୍ରମ ୟୋର ମାଇଣ୍ଡ, ନଟ୍ ୟୁଜିଂ ଏନି କାଇଣ୍ଡ ଅଫ ଥିଙ୍ଗସ ହେଲା। ତାପରେ ଶୁଣ, ଏକ୍ସେପ୍ଟ ଦ୍ୟାଟ ବଡି ଲାଙ୍ଗୁଏଜ ପଚାରିବ ତମର, ହ୍ୱାଟ ଇଜ ବଡି ଲାଙ୍ଗୁଏଜ। ଆଉ କାହିଁକିନା ବଡି ଲାଙ୍ଗୁଏଜର ଗୋଟେ ଇମ୍ପୋର୍ଟାନ୍ସ ଅଛି। ହ୍ୱେନ୍ ୟୁ ଆର୍ ଗୋଇଂ ଟୁ ଆଟେଣ୍ଡ ଆନ୍ ଇଣ୍ଟରଭ୍ୟୁ ହେଲା। ବୁଝିହେଲା? କୋଉ ଲୋକଟା ସତ କହୁଛି ମିଛ କହୁଛି ଆମେ କେମିତି ଜାଣିବା? ଖାଲି ବଡି ଲାଙ୍ଗୁଏଜ ରୁ ଜାଣିଦବା? ଫେସିଆଲ ଏକ୍ସପିରିଏନ୍ସ, ଆଉ କଣ? ହଁ ଆଉ କଣ? ଶୁଣ, ମୁଁ ସତ କହୁ ଦେଖ, ଇଫ ଆଇ ଏମ୍ ଟେଲିଂ ଟ୍ରୁଥ ଅର୍ ହଁ ଭେରି ଗୁଡ। ଗୋଟେ ଲୋକ ସତ କହୁଛି କି ମିଛ କହୁଛି, ଫାଷ୍ଟ ସିଏ ଯେତେବେଳେ, କାହିଁକିନା ସିଏ କନଫିଡେନ୍ସ ଥିଲେ ଆଇ ଟୁ ଆଇ କଣ୍ଟାକ୍ଟ କରିବ। ନହେଲେ ଆଇ ଟୁ ଆଇ କଣ୍ଟାକ୍ଟ କରୁନି ମାନେ ସିଏ ସେତିକି କନଫିଡେନ୍ସ ନାହିଁ। ବୁଝିହେଲା? ଏତକ ବୁଝିପାରିଲ ନା ନାହିଁ? ତାପରେ ତମର ଆସିବି କୋଉଟାକୁ, କାଇନେସିକ୍ସ ପରେ ପ୍ରକ୍ସିମିସ୍। ଶୁଣ ବାବୁ, ପ୍ରକ୍ସିମିସ ର ମୁଁ ଖାଲି କହି ଦଉଛି, ପ୍ରକ୍ସିମିସ ର ଚିତ୍ର ଟା ଟିକେ ଦେଖିବା ଯଦି ମିଳିଗଲା, ଦେଖୁଛି। ତମେ ତ ସବୁ ଗୁଡା ଇଏ କରୁଛ, ଗୁଡ।
ତରତର ହୁଅନି। ପ୍ରକ୍ସିମିସ୍ ର ଅର୍ଥ ମନେ ରଖ ସ୍ପେସ୍ ଡିଷ୍ଟାନ୍ସ। ବୁଝିଲ ଏ ପିଲା, ସ୍ପେସ୍ ଡିଷ୍ଟାନ୍ସ ମାନେ କଣ? କୋଉଠୁ କେତେ ଡିଷ୍ଟାନ୍ସ ଆମେ ମେଣ୍ଟେନ କରିବା। ଅଛି ଯଦି ଭଲ, ନ ଅଛି ଯଦି ଗଲ ଆଉ। ଅଛି ଅଛି ନାଇଁ ଗଲା। ତମ କତିରେ କାହା କତିରେ ସାମ୍ପୁଲ ଅଛି ରେ? ବାହାର କର। ସେଇ ଖାଲି ଚିତ୍ରଟା କରିଦବ ପ୍ରକ୍ସିମିସ୍। ସେଇଟାକୁ ବି ମୁଁ ଲେଖିଛି, କିଛି ଅସୁବିଧା ନାହିଁ ହେଲା। ଦ୍ୟାଟ ଥିଙ୍ଗସ ଅଲସୋ ବାହାର କର। କମ୍ୟୁନିକେସନ କର। ହଁ ସରିଯିବ, ଗଲାଣି ବା ତମର ଆଉ ଗୋଟେ ଦିଟା କୋଶ୍ଚିନ୍। ଆରେ ମୁଁ ବାହାର କରିଦେବି, ତୁ ପାରିବୁ। ଏଇଟା ଏଇଟା ଚିତ୍ର ଟିକେ କରିଦେ। ତମ ସେ ନୋଟ ରେ ଲେଖା ହେଇଛି କିନ୍ତୁ ଚିତ୍ର ହେଇନି। ଆଉ ଇଏ କରିଦଉ। ନୋଟ ରେ ଅଛି ପ୍ରକ୍ସିମିସ୍ ହେଲା। ତାପରେ କହିଦେବି ଗୁଡ। ଯାହା ପଢଉଛି ସେତିକି, ତମର ତ 2, 5, 7 କି 5 ମାର୍କିଆ, ତା ଦେହରେ ତୁ କଣ ଲେଖିବୁ? ଏତେ ବଡ ଚିଠି ଲେଖିବୁ କି? ଆଉ କେତେ ମାର୍କ? ସମୁଦାୟ 30। ହଁ ତ କୋଶ୍ଚିନ୍ ବି ପଠେଇଛି, ତୁ ଜମା ଦେଖୁନ ଆଉ। ଇଏ ଜମା ଦେଖୁନାହାନ୍ତି। ସିଏ ଦେଖିନଥିବ। ହଁ ତା ମନ ବାସ୍। ପ୍ରକ୍ସିମିସ୍ ମୋ ଭିଡିଓରେ ବି ଅଛି। ହେଇ ତ ଯେତିକି ପଢଉଛି ସେତିକି ଆସିବ। ତତ କୁହା ହେଲା ଆଉ କିଛି ନାହିଁ। ମୁଁ ଯାହା ପଢେଇଲି ଅଲ୍ ଆର୍ କୋଶ୍ଚିନ୍ ହେଲା। ଦେଖୁନୁ ତୁ ଦେଖିଦେଲୁ ସେ ଗୋଟେ ଗୋଟେ କୋଶ୍ଚିନ୍ ଟିକେ ଦେଖିଲୁ। କୋଶ୍ଚିନ୍ ବା ଟୋଟାଲ ଅଛି। କୋଶ୍ଚିନ୍ ପଠେଇନ? ଦେଖିଲୁ ସବୁ ଲାଷ୍ଟ ନମ୍ବର କୋଶ୍ଚିନ୍ ଟା ଦେଖିବ। କମ୍ୟୁନିକେସନ ଅଛି। ଲାଷ୍ଟ ନମ୍ବର କୋଶ୍ଚିନ୍। ଯାହା ଅଛି ମୁଁ ପଢଉଛି, ଏକ୍ସଟ୍ରା ଜିନିଷ ମୁଁ ପଢାଏନି କେବେ। ଏଇ ଦେଖ ଇଏ ଚିତ୍ର ଟା ଦେଖି ସାର ହେଲା। ତାପରେ ଅଛି ତମର ଗୁଡ କମ୍ୟୁନିକେସନ, ବ୍ୟାଡ କମ୍ୟୁନିକେସନ। ପଢେଇ ଦେଇଥିଲି। ଠିକ ଅଛି। ଆଉ ଥରେ ପଢିବି ଠିକ ଅଛି। ସିଏ ତାକୁ ଦେଇଦେ, ମୋର କିଛି ଦରକାର ନାହିଁ। ଏଇ ଦେଖ ପ୍ରକ୍ସିମିସ୍ ଟା ରଖିଥା ସେଇଠି। ପ୍ରକ୍ସିମିସ୍ ର ଅର୍ଥ ହେଲା କଣ ନା ସ୍ପେସ୍ ଡିଷ୍ଟାନ୍ସ। ମନେ ରଖ ପ୍ରକ୍ସିମିସ୍ ର ଅର୍ଥ ହଉଛି ଆମର ହଉଛି ସ୍ପେସ୍, ମାନେ କୋଉଠି କେତେ ସ୍ପେସ୍ ରହିବା ଦରକାର ହେଲା। ଯୋଉଥିରେ କି ହ୍ୱେୟାର ଦେୟାର ଇଜ ହ୍ୱେୟାର ଦ କମ୍ୟୁନିକେସନ and between the sender and receiver will be perfect ହେଲା। ଆଉ କଣ ପ୍ରକ୍ସିମିସ୍ ର ଅର୍ଥ ମନେ ରଖ, ଟାଇଗର ଇନ୍ ଏ କେଜ୍, ଟାଇଗର ଇନ୍ ଏ ଜଙ୍ଗଲ। ଗୋଟେ ଏକ୍ସାମ୍ପଲ ମନେ ରଖ, ଟାଇଗର ଇନ୍ ଏ କେଜ୍ ଆଣ୍ଡ ଟାଇଗର ଇନ୍ ଏ ଜଙ୍ଗଲ, ହ୍ୱେୟାର ୟୁ ଆର୍ ଫିଲିଂ ସୋ କମ୍ଫର୍ଟେବଲ? ଜଙ୍ଗଲରେ ନା କେଜ୍ ରେ? କେଜ୍ ରେ ରହିଲେ ତମେ ଫିଲ୍ କରିପାରିବ ନା ନାଇଁ? ଏଠି ସେ କହୁଛି, ଏଇ ଦେଖ ଫାଷ୍ଟ ତମର କହିଲା ଯେ ତମର ଇମିଡିଏଟ ପ୍ରଥମଟା ଯୋଉ ସ୍ପେସ ର ରହିବା କଥା, ଇମିଡିଏଟ ମିନ୍ସ ୟୁ ସୁଡ ଡୁ ଏନିଥିଙ୍ଗ। ତମେ ସେଇଠି ରହିକିନି କରିବ। ଧର ତମର ଗୋଟେ ସ୍ପିକର ଆଉଛି, ଧର କାଲି ତମର କାଲି ନା 17 ତାରିଖରେ ଫଙ୍କସନ ଅଛି, ତ ତମକୁ କଣ ଗେଷ୍ଟ ଆସିକିନି ତମ ଭିତରେ ପଶିକିନି ସେ ଭାଷଣ ଦେବେ କି? ଭାଷଣ ଦେବେନି। ତମ ଭିତରେ କିଛି ଗୋଟେ ଡିଷ୍ଟାନ୍ସ ରହିବ। ବୁଝିଗଲ? ଦ୍ୟାଟ ଇଜ ଅଲସୋ। ତାପରେ କହିଲା
ଯେ social space हाँ तापर पर्सनाल स्पेस हाँ पर्सनाल स्पेस कौन ना बिटवीन योर फ्रेंड एंड यू एंड योर पेरेंट बुझिले तमे जति तांको कतिरे कंफर्टेबल हेई पाउछ हैला देयर इज नो फॉर्मेलिटी सेठी फॉर्मेलिटी नहीं ये कर नहीं तमे यू गो एंड यू डू एवरीथिंग दैट इज नोन एज पर्सनल स्पेस तापर कौन ना सोशल ना कौन रे हाँ सोशल स्पेस मीन्स तमे जेमति पड़न गाँ गाँ कौन सो फास्ट फैमिली फैमिली पर विलेज विलेज पर पंचायत से टाइप रो सोशल हेले हाउ टू डील विथ द पीपल बुझले कि हाउ टू डील विथ द पीपल देन पब्लिक स्पेस मीन्स फॉर इंस्टेंस तमरा नरेंद्र मोदी हो बा नवीन पटनायक हो सेमाने कोन पब्लिक फिगर सेमाने केते तमठो डिस्टेंस मेंटेन करछन्ती धर स्पीच देला बेले बी ये हेले कोन सेमाने कर गोटा पर्टिकुलर दे आर ट्राइंग टू मेंटेन द डिस्टेंस आउ किछ नै इट इज आल्सो नोन एज नॉन वर्बल कम्युनिकेशन मेंटेनिंग डिस्टेंस एतिकी आउ किछ नै तापर तमरो गोटे आसिला साइन साइन कौन दैट मीन्स यू नो मॉर्निंग shows the day that means from the sign you are always alert aware or everything तमे धर रास्ता रे जाउछ हठात देखिलो ट्रैफिक पड़िला सेठी रेड लाइट हैला यू स्टॉप बुझले कि तापर से कौन होची ना लिखिला ग्रीन लाइट आसिला गो बुझेला ये हैला साइन एक्सेप्ट दैट सिंबल कौन in our day to day life we are using various symbols कौन कौन धर तमे जेतेबेले कौन करूछ खाइबा पई जाउछ you are searching what whether it is vegetarian or non veg देखिबो तमरो गोटे ग्रीन सिंबल थिबो एमते गोटे ये रे ग्रीन गोटे मार्क थिबो जानिबो तापर कॉफी कलर थिले जानिबो सेटा होची डेरी डेरी माने मिल्क प्रोडक्ट बुझिला आउ जोटा थिबो तमरो कोन रेड थिले तमे जानिबो सेटा नॉन वेज बुझिला आउ कौन हुए आउ मेडिकल रे दी प्रकार से सिंबल सब यूज हुए डॉक्टर भी ये दे हमर डे टू डे धर ट्रायंगल जानिछ ट्रायंगल टा कौन कौन तुम बुझ मैथमेटिक्स सेटा कौन कहती मैथमेटिक्स रे ट्रायंगल जो सिंबल टा कौन कहती हाँ ठीक अछि ताइले पाठ पढुछ तमे नै डेल्टा मु परीक्षा दे दउची डिप्लोमा फर्स्ट ईयर मु कौन करी हे भगवान तापर ज्योमेट्री होची ट्रायंगल मेडिकल साइंस रे सेटा आसिले फैमिली प्लानिंग बुझिले कि एतिक मन रखिथुआ ये गला तमर साइन सिंबल ओवर एवरीथिंग तापर कोन गुड कम्युनिकेशन बैड कम्युनिकेशन दैट मीन्स गुड कम्युनिकेशन कहले को गले कोन व्हिच मस्ट बी इफेक्टिव मन रख सेटा इफेक्टिव हेतिवा दरकार एक्सेप्ट दैट वी आर यूजिंग द लैंग्वेज लैंग्वेज कौन कहीं आम ये सोसाइटी रे बहुत ज्ञानी लोक अच्छा को माने ना जो माने सब इमिति कथा कहबे ताकू कई बुझी पारंतिनी बुझले कि कहती जे सेही माने होचंती ज्ञानी कहीं तुम तांक कथा बुझी पारन किंतु आम कम्युनिकेशन कहूची सेही गुडा मूर्ख काहे के ना ना द लैंग्वेज ऑफ कम्युनिकेशन मस्ट बी द लैंग्वेज ऑफ कॉमन मैन बुझला तो सी से कथाटा माने जो कम्युनिकेशन कहूची जे यू शुड नॉट यूज द आर्बिट्रारी लैंग्वेज आर्बिट्रारी कौन माने तमे जोगुडा को मु कोन 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 गुडा कहबी जोगुडा तमे भाषा रे नथियो तमे पाठ रे नथियो मु मोर मोर कोन कहूची हैला बुझी हले कि से जेमती मझिरे मु किस दिन जाउतली ड्रीम्स जाइछि गोटे मास ना दी मास गली तांकर गोटे टीचर से बेंगली टीचर बेंगली से आसी सी कोन तांकर से कोन पढ़ाए पिला भी किछि पिला कोनते भल पढ़ाए तापर सेडु मु जेतल तांकर लाकुना रहिला कोर्स सरी पाइलानी आउ 1.5 मास अछि करिवे कोन ना हमें किछि बुझी पारनु कोन सार पठौछंती ये होउछि सी होउछि सेडु मते डाकिले मु गली 1.5 मास रे तांकर तमर केतेडा क्लास हला आजी सेही भला तांकर 5टा सेक्शन से केबे भाबी नथिले जे कोर्स हरिबो बोली कोर्स सरला सब सरला पिला परीक्षा देले ता देर भी 92 93 हाईएस्ट गला हैला बुझले कि 92 रो 93 3 बदे हाईएस्ट गला हैला बुझले से माने गले सेही जिंसटा होची तो आमे कोन कोया पिला बुझी परनाती तमर जेंति कॉलेज रे पढै छथि तमे केबे तांको दोष देई परियोन से कोइ मु पढैछि तम को तमे तो एक रे तम तो पढुना कि पढुछ कि सही जिंस होची कथा तो तेणु करी गुड कम्युनिकेशन इज ए हेल्दी कम्युनिकेशन इट मस्ट बी बायस फ्री कौन कहला देख
ମୁଁ କଣ କରୁଛି ଥରେ କଣ ହେଲା ମୁଁ ଗୋଟେ ଟିଭିର ଆଡଭର୍ଟାଇଜ ଦେଖିଲି ହେଲା ଦେଖିଲି ଜଣକ ମୁଣ୍ଡ ବିନ୍ଧୁଛି ସେ ସାଙ୍ଗେ ସାଙ୍ଗେ କଣ କଲା ମେଡିସିନ ଦେଲା ଠାକିନ ପକେଇଦେଲା ତାର ମୁଣ୍ଡ ବିନ୍ଧା ବନ୍ଦ ହେଇଗଲା କିନ୍ତୁ ମୁଁ ସେଇ ମେଡିସିନ ଆଣିଲି ପକେଇଲି ମୋର ଜମା ବିନ୍ଧା ବନ୍ଦ ବୁଝିହେଲେ କି ଦ୍ୟାଟ ଇଜ ବାୟସ ବୁଝିହେଲେ କି ବାୟସ ହଉନି କି କାହିଁକିନା ତମେ ସାଙ୍ଗେ ସାଙ୍ଗେ ଗୋଟେ ୱିଦିନ ଟ୍ୱିଙ୍କଲ ଅଫ ଆନ୍ ଆଏ ତା ମୁଣ୍ଡ ଭଲ ହେଇଯାଉଛି ତମର କାହିଁ ଭଲ ହଉନି ଦ୍ୟାଟ ଇଜ ବାୟସ ହେଲା and it must be concrete and ଆଉ ଗୋଟେ କଣ ହଉଛି ନା ଗୋଟେ it must be ଆଉ କଣ ଥିବା ଦରକାର ନା ଇକୋ ଫ୍ରେଣ୍ଡଲି ନଟ୍ ଇଗୋ ଫ୍ରେଣ୍ଡଲି ଆଉ କଣ that should be no barrier ବ୍ୟାରିୟର ରହିବା ଦରକାର ନାହିଁ ହେଲା ତମର କଣ କଣ ବ୍ୟାରିୟର ଅଛି ନା ଫିଜିକାଲ ବ୍ୟାରିୟର ଅଛି ମେଣ୍ଟାଲ ବ୍ୟାରିୟର ଅଛି ସାଇକୋଲୋଜିକାଲ ବ୍ୟାରିୟର ଅଛି ସାଇକୋଲୋଜିକାଲ ବ୍ୟାରିୟର କଣ ତମେ ରାସ୍ତାରେ ଯାଉଛ ହଠାତ୍ ଗୋଟେ କଣ ଦେଖିଲ ବିଲେଇଟା ଦେଖିଲ ଅଟକି ଗଲ ତାପରେ ଟେକ୍ନିକାଲ ବା ମେକାନିକାଲ ବ୍ୟାରିୟର କଣ ନା ତମର ସେଠି କଣ ଧର ତମ ଏଇ ଦେଖ ଫଙ୍କସନ ହଉଛି ସାଙ୍ଗେ ସାଙ୍ଗେ ମାଇକ୍ ଖରାପ ହେଇଗଲା ଯେତେବେଳେ ଇଏ ହେଲା ଠିକ ହିସାବରେ ସାଉଣ୍ଡ ଆସିବନି କାହିଁକିନା ଏଇଟା ସବୁଆଡେ ହୁଏ ହେଲା ସେ ଠିକ ଟାଇମ ବେଳକୁ ତା କାମଟା ସେ ରଙ୍ଗ ଦେଖେଇବା କଥା ଦେଖେଇବ ହେଲା ବୁଝିହେଲେ କି ସେ ସବୁ ସବୁ ଜାଗାରେ ହୁଏ ହଁ ତ ଯେହେତୁ ସେ କହୁଛି ନା ସେଟା ହଉଛି ଗୁଡ କମ୍ୟୁନିକେସନ ନୁହଁ ହେଲା ଆଉ ଏକ୍ସେପ୍ଟ ଦ୍ୟାଟ ୟୁ ଆଟିଚ୍ୟୁଡ କଣ ସମସ୍ତେ କହନ୍ତି ମୁଁ ହିଁ ହଉଛି ସବୁ କିଛି ହେଲା ମୁଁର ଗୋଟେ ଜୋକ କହୁଛି କାହିଁକିନା ଗୋଟେ ଗୁରୁ ଥିଲେ ଗୋଟେ ଶିଷ୍ୟ ଥିଲେ କହିଥିଲି ବୋଧେ କହିଥିଲି କହିନି ତ ଗୁରୁ କହିଲେ ଶିଷ୍ୟ କଣ କଲେ ସବୁବେଳେ ତାର ପୁରା ସମୁଦ୍ରରେ ଚାଲିକିନି ପଳାଏ ମେ ବି କହିଥିଲି କଣ କହିଦେଇଥିଲି ହଁ ତାହେଲେ ଥାଉ ବନ୍ଦ କରିଦବା ତୁ ପୁଣି ତୋ ପାଇଁ ପଇସା ଲାଗିବ ବୁଝିହେଲେ କି ସେଇ ଜିନିଷ ହଉଛି କଥା ୟୁ ଆଟିଚ୍ୟୁଡ ଟା ଛାଡିବ ୟୁ ଆଟିଚ୍ୟୁଡ ମାନେ ଗୁରୁ ଶୁଣୁ ତାକୁ ସହଜରେ କହିବାକୁ ଗଲେ ଗୁରୁ କଣ କରୁଥିଲା ଯେ ଦେଖିଲା ଯେ ଶିଷ୍ୟ ଟା କେମିତି ପଳଉଛି ଗୁରୁ ଜାଣିନି ହେଲା ମୁଁ କହେ କିଏ ଜ୍ଞାନୀ ହେଲା ଆଇଦର ଶିଷ୍ୟ ଅର ଗୁରୁ ତାଙ୍କ ଭିତରେ ଯିଏ ଯୋଉ ଭଳିଆ ହେଇଥିବ ଆଉ ହେଲା କାହିଁକିନା ତମର ବି ଗୁରୁ ଅଛନ୍ତି କିଛି ଗୁରୁ ଥାଆନ୍ତି ଯେ କହିବେ ଏଇ ସାମାନ୍ୟ କଥାଟା ତତେ ଆସୁନି କିନ୍ତୁ ହରାଜ ସେମାନେ ବି ଜାଣି ନଥିବେ ହେଲା ସେମିତି କହି କହି ଦି ଚାରି ଜଣଙ୍କୁ ପଚାରିଦେବେ କିଏ ଗୋଟେ କଣ କହିଦେଲା ହେଇଗଲା ହଁ ସେଇଆ ଆଉ ବେଶୀ ଗୁରୁ ଥାଆନ୍ତି ସେ ଦେଖନ୍ତି କୋଉ ପିଲାଟା ଭଲ ପଢୁଛି ସେ ଯାହା ଲେଖିଲା ତାକୁ ଠିକ ମାରି ଦିଅନ୍ତି ଯାହା ତା ପଇସା ବୁଝିହେଲା କି ସେ ଭୁଲ ଲେଖୁଛି ନା ଏ ବି ହୁଏ ଦ୍ୟାଟ ଇଜ ତେଣୁକରି ଏଠି ସେଇଭଳିଆ ଗୋଟେ ଗୁରୁ ଥିଲେ ସେ କହିଲା କେମିତି କଣ କଲ ନା ଗୁରୁଦେବ ମୁଁ ଆପଣଙ୍କ ନାଁ ନେଇକି ଚାଲି ଚାଲି ସମୁଦ୍ର ପାର ହେଇଯାଉଛି ମୁଁ ତାହେଲେ ଏତେ ଫେମସ ସେଠୁ କଣ କଲା ଗୁରୁ ସେଠୁ କଣ କଲା ପରୀକ୍ଷା କରିବା ପାଇଁ ସେ ଗଲା ମଝି ସମୁଦ୍ରକୁ ପୁରା ଗଲା ଯୋଉଠି କିଛି ଇଏ କରିବା ପାଇଁ ଫାଷ୍ଟ ଷ୍ଟେପ ପକେଇଲା ଗୁରୁ କଣ କାହା ନାଁ ଧରିବ କହିଲା ମୁଁ ସେକେଣ୍ଡ ଷ୍ଟେପ କହିଲା ମୁଁ ତାପରେ ପୁରା ଛୁ ଆଉ ହେଲା ବୁଝିଲା କି ଇଏ ହେଲା ତମର କମ୍ୟୁନିକେସନ ଅଲରେଡି ଓଭର ହେଇଗଲା ଗୁଡ କମ୍ୟୁନିକେସନ ଆଉ ବ୍ୟାଡ କମ୍ୟୁନିକେସନ ଦ୍ୟାଟ ମିନ୍ସ ବ୍ୟାଡ କମ୍ୟୁନିକେସନ ଆସିଲେ ଇଟ ଇଜ ଅଲୱେଜ ବାଏସ୍ଡ ହେଲା egocentric and not effective and where there is no complete relationship between sender and receiver and the sender maybe use the language it is arbitrary or go beyond ବୁଝିଲେ କି ସେଇଟା ହଉଛି ବ୍ୟାଡ କମ୍ୟୁନିକେସନ ତମର କହିଦଉଛି କୋଉଥିରୁ କେତେ ମାର୍କ ପଡିବ ଆଜି ବି କହୁଛି ଏଇ ମନେ ରଖ ଫାଷ୍ଟ ତମେ ଲେଖ 20 ମାର୍କ ହଉଛି ତମର କୋଉଟା ପ୍ୟାସେଜ 20 ପ୍ରୋଜ ପୋଏଟ୍ରି 10 ଗ୍ରାମାର 10 କାହିଁକିନା ତମର 80 ମାର୍କର ମୁଁ ଆନାଲିସିସ୍ କରୁଛି ଗ୍ରାମାର 10 ହେଲା ରାଇଟିଂ 15 ତାପରେ କମ୍ୟୁନିକେସନ 15 କେତେ ହେଲା ମାର୍କ ଦେଖିଲା 70 ରାଇଟିଂ ଟାକୁ ଆଉ ଟିକେ ବଢେଇ ଦିଅ 25 କରିଦିଅ ହେଲା ବୁଝିହେଲା ଏମିତି ଏମିତି ତମର ଆସିବ 80 ମାର୍କ ସରିଲା ଆଉ କିଛି ନାହିଁ ଓକେ ଆଉ କାହାର କଣ କହିବାର ଅଛି ଦେଖି
କାହାର କିଛି ଡାଉଟ୍ ଅଛି ଯଦି କୁହ। ଏନିବଡି? ସ୍ନେହଲତା କଣ ଡାଉଟ୍ ଅଛି? ଋଷିକା? ଏଇ नो ସିଲାବସ सर। ଦେଖି, ହଁ ସିଲାବସ ଦେଖିଲ କଣ ଆମେ ଆଉ ବାକି ରଖିଲେ ଛାଡିଲେ କିଛି? ସାର୍ ପ୍ୟାସେଜ ରାଇଟିଂ ଟା ଟିକେ କହିବେ। ପ୍ୟାସେଜ ଏବେ ବା ପଢେଇଲି, କହିଲିନି କି? ତୁ କଣ ପଢୁଛୁ? କୋଶ୍ଚିନ୍ କଣ ଇଏ କରୁଛୁ? ସାମ୍ପଲ ଫାମ୍ପଲ କଣ କରୁଛୁ? କୋଶ୍ଚିନ୍ ଦେଖିଥିଲି, ସେଥିରେ ପ୍ୟାସେଜ ରାଇଟିଂ 5 ମାର୍କ ର ପଡିଥିଲା। ହେଇ ପ୍ୟାସେଜ ରାଇଟିଂ 5 ମାର୍କ ନଥିବ, ପାରାଗ୍ରାଫ ରାଇଟିଂ 5। ଆଜ୍ଞା ସାର୍, ପାରାଗ୍ରାଫ ତ ସେଟା କେମିତି ମାନେ ଲେଖା ହବ? ସେଇଟା ସେମିତି ଲେଖା ହବ, ମୁଁ ଡାକି ଦେଇଛି ପିଲାଙ୍କୁ ନେଇଯିବ ହେଲା। ଡାକି ଆଜ୍ଞା ଦେଇଛି, ସାର୍ ତାପରେ ବି ଦେଇ ଦେଇଛି। ତମର ପଡିବ ଦ ଇନଷ୍ଟିଚ୍ୟୁସନ ହ୍ୱେର ୟୁ ରିଡ୍, ତାପରେ ୟୋର ଫେଭରାଇଟ ଟିଚର, କି ଏମତି ୟୋର ଲାଇବ୍ରେରୀ, ହେଲା ଏଇ ଟାଇପର। ଆଜ୍ଞା ସାର୍। ହୁଁ। ଏଇ ଦେଖିଲୁ, ଏଇ ଦେଖ କଣ କଣ ରହିଲା, ଦେଖିଲୁ କମ୍ୟୁନିକେସନ କାଲି ଯୋଉ ଦେଖ, କମ୍ୟୁନିକେସନ ଦେଖିଦେ କଣ କଣ ରହିଲା। ଲାଷ୍ଟ ସେକ୍ସନ ଫାଷ୍ଟ ପେପର 1 ପା ଏଇଟା। କମ୍ୟୁନିକେସନ ଦେଖିଦେ। ଦେଖିଦିଅ କମ୍ୟୁନିକେସନ। ହଁ ଶୁଣ, କମ୍ୟୁନିକେସନ ର ଦେଇ ଦେଇଛି। ଆଉ ତମକୁ ଆଜି ତମର ଷ୍ଟ୍ରକ୍ଚର ଟା ପଠେଇଦବା ଏବେ ଆଉ। କଣ ଏକ ଇମ୍ପୋର୍ଟାନ୍ସ କୋଶ୍ଚିନ୍ ଗୁଡା ମୁଁ ପଠେଇ ଦଉଛି କୋଉ ଉଁ ଦେଖ ଆଉ କଣ ରହୁଛି। ଏଇ ଶୁଣ, ତମର ପୁରା ପ୍ୟାଟର୍ନ ଟା ପଠେଇ ଦଉଛି ଏଇଠି, ପଠେଇ ଦେଖିଲ। ତମେ ତ କିଛି ଦେଖୁନା ଆଉ ତମକୁ କିଏ ତ ସେଇ ସାର୍ କୋଉଥିରୁ କେତେ ପଡିବ ଆନାଲିସିସ୍ କରିଦେଲି ରେ ପିଲେ, ଏଇଥିରେ ଅଛି। ସବୁ ହେଇଯାଇଛି ତ, ଆଉ କିଛି ନାହିଁ? ହଁ ତାହେଲେ ଠିକ ଅଛି। ଦେଖେ ଏଇ ଶୁଣ, ଟାଇପ ରେ ପଢିଲେ ବି ତମେ ଲେଖିବ ଟାଇପ୍ସ ଅଫ କମ୍ୟୁନିକେସନ ଡାଉନୱାର୍ଡ, ଅପୱାର୍ଡ, ହରାଇଜେଣ୍ଟାଲ, ଗ୍ରେପ ଭାଇନ, ଟାଇପ ରେ ବି ଲେଖିବ। ମୁଁ ଦେଇ ଦେଇଛି ଏଥିରେ। କୋଶ୍ଚିନ୍ ଦେଖିଦିଅ, କୋଶ୍ଚିନ୍ ପାଟର୍ନ ଦେଖିଦିଅ, ଯୋଉ ଲାଷ୍ଟ ଟା ପଠେଇଲି। ଇରେ ଦେଖିଲ ଛୁଆ କୋଶ୍ଚିନ୍ ପ୍ୟାଟର୍ନ? ଆଜ୍ଞା ସାର୍ ଆସିଛି। ହଁ ଦେଖିଦିଏ। ଆଉ ଗୋଟେ ପ୍ଲେ ଆଜ୍ଞା ଲିଷ୍ଟ ଦେଇଛି, ତା ଦେହରୁ ଦେଖିଦବୁ। ଗୋଟେ ପୁରା ୟୁଟ୍ୟୁବ ର କେତେ 35ଟା ଭିଡିଓ, ଯୋଉଗୁଡା ସାର୍ ଏଇଟା ଏକ୍ସାମ ର କୋଶ୍ଚିନ୍ ପେପର? ହଁ ଏଇ ଟାଇପ ର କୋଶ୍ଚିନ୍ ଆସିବ, କୋଶ୍ଚିନ୍ ପେପର ଦିଆ ହେଇଛି। କୋଶ୍ଚିନ୍ ପେପର ପଠେଇଦବା ତମକୁ, ବ୍ୟସ୍ତ ହନି ପଠେଇ ଦଉଛି। ସାର୍ ପଠେଇ ଦିଅନ୍ତୁ ସାର୍, 80 ରୁ 80 ପଳେଇ ଆଇବ। ହେଇ 80 ରୁ 80, ହେ ଭଗବାନ। 80 ରୁ 80 ରଖିଦେଲି ତ ଗଲା ଆଉ, କିଛି ଅସୁବିଧା। ପଠଉଛି କୋଶ୍ଚିନ୍ କାଲି ସେ ପଠେଇଛି, ଆଉ ଥରେ ପଠେଇବାକୁ ପଡିବ ତମକୁ। ଆଉ ଥରେ ସାର୍ ପଠେଇଦିଏ ଯୋଉଟା ଏବେ। ଆମେ ଏକ୍ସାମ୍ପଲ ଦବୁ ସେଇଟା ପଠେଇ ଦିଅନ୍ତୁ। ଏଇ ସେଇଗୁଡା ତମର ଏଇ କୋଶ୍ଚିନ୍ ରିପିଟ ହଉଛି, ମୁଁ ବା ଯେତିକି ପଠେଇଛି, ଏଇ ଯୋଉଟା ଲାଷ୍ଟ ଟା ପଠେଇଲି ସେଇ ଯୋଉଟା। ଏଇ ଯୋଉ ରିପୋର୍ଟ ରାଇଟିଂ ର 2ଟା ଦେଇଥିଲି, ଗୋଟିଏ କଣ ପଠେଇଛୁ ଆଉ ଗୋଟେ? ଏଇଗୁଡା ଦିଟା ଦେବା କଥା, ଆଉ ଗୋଟେ କଣ ଦେଇଛି? ଏଇଟା ଆଉ ଗୋଟେ ଥିବ। ଆଉ ଗୋଟେ ପଠେଇଦିଏ। ଦିଟା ଥିବ, ପାଇଲୁ?
हाँ ସେଇଟା ପଠେଇ गोटे पठेइछु ना दीटा सेई सेकंड टा पठा हाँ सेई छोटा पठे दे एई देखो आधेर बा पासिव अछि एई पासिव वॉइस देइछि बा आधेर नाही कि आ तू जमा पढुन हेई एथिरे गुड कम्युनिकेशन बैड कम्युनिकेशन सब दिया हे जाइछि आ तम पिला आ कोन सुनो ସାର୍ हाँ कहला कह ସାର୍ କମ୍ୟୁନିକେସନ ଯୋଉ ଆପଣ ପଠେଇଥିଲେ ସେଇଟା 2ଟା ପେଜ ଆସିଛି ମାନେ दीटा पेज जाइछि ଆଜ୍ଞା ना एक दीटा पेज जाइछि कम्युनिकेशन रा हैं तमକୁ ବା एते पठेइथिली हाँ तू मा कोउठी रहउछु हॉस्टल ना तम घरे ସାର୍ ଘରେ घर कोउठी ମଙ୍ଗଳାବାଗ आ मंगलाबाग तू पळेଇ आसिलुनी तू ପୁରା ସାର୍ କିଛି କମ୍ଫର୍ଟ କହିନଥିଲେ ଆଜି ହବ କ୍ଲାସ ବୋଲିକା ଆଜି ତୁ ବା ନିଜେ କାଲି ଥିଲା ସେ ହଁ ଅନଲାଇନ ରେ ସେ ରହୁଛି ଆଉ हेबा कम्युनिकेशन 26 पेज पठेइछि ए पीडीएफ देख गोटे देखिबू ए सब गुडा अछि ता देरे नोट मेकिंग समराइजिंग रिपोर्ट राइटिंग हैला सब गुडा अछि ସାର୍ देखिनु ସାର୍ हां 26 पेज 26 पेज ସାର୍ हां ସାର୍ ଆମର ଯୋଉ ଏକ୍ଜାମ ହେଇଥିଲା ରେଜଲ୍ଟ କେବେ ବାହାରିବ को एग्जाम ହେଇଥିଲା रे କୋଚିଂ ରେ ଏକ୍ଜାମ ହେଇଥିଲା तो परीक्षा आछलानी तू आ रिजल्ट देखना तो परीक्षा हैला तू ସାର୍ ମାर्क କେତେ ଦେଖେଇଲେନି ସାର୍ ଆଉ मार्क तोर पास हो जाइछि बा ସାର୍ ଟିକେ ଦେଖିକି କୁହନ୍ତୁ କେତେ आ ଆସିଛି देखिन कहि दवा हरा व्यस्त न तू आ पढ़ हां ଆଉ କଣ ରହିଲା ଦେଖ କଣ ଗୋଟେ ପଠେଇଲ ନା କଣ ଗୋଟେ କହୁଥିଲି ଆଉ ଗୋଟେ କଣ କହୁଥିଲି ଏଇ ଦେଖିଲେ ସେ ଯୋଉ ପଠେଇଛି ଏବେ ଯୋଉ ପଠେଇଲି ମୁଁ ପଠେଇଲି ସିଏ ତ ପଠେଇଲା ଯୋଉ ଏ ଆଁ पूरा क्वेश्चन एनालिसिस କରି ଦେଇ ଦେଇଛି ହେଲା ହେଇଗଲା ଦେଖ ଆଉ କଣ ରହିଲା ଆଉ ତମ ପାଇଁ ପାଖରେ ରହିଲା ଆଉ 20 ମିନିଟ୍ ମୁଁ ରହିଛି ଯାହାର ଯୋଉଠି ଡାଉଟ ଅଛି ମତେ ପଚାର ଏଇ ଛୁଆ ସ୍ନେହଲତା ତୁ କୋଉଠୁ ଆସୁଛୁ ସେ ବି ହଷ୍ଟେଲ ନା ଇଏ कृषिका हॉस्टल ଆଜ୍ଞା ସାର୍ ମୁଁ ହଷ୍ଟେଲରେ ରହୁଛି କିନ୍ତୁ ଘର ସମ୍ବଲପୁର घर ସମ୍ବଲପୁର କୋଉଠି ଅଇଁଠାପାଲି ନା କୋଉଠି ହୀରାକୁଦ ଡ୍ୟାମ୍ ପାଖରେ ହୀରାକୁଦ ଭଲ ହେଲା ଆଉ ହୀରାକୁଦ ମାନେ ଶୁଣୁ କୋଉ ଏପଟରେ ନା ସେପଟରେ ଗାନ୍ଧୀ ମିନାର ନା ସେ କି ମିନାର ପାଖରେ ସେ ପଟରେ ନାଇଁ ପୁରା ଡ୍ୟାମ୍ ପାଖକୁ ଲାଗିଛି ଆରେ ଡ୍ୟାମ ପାଖରେ ଗାନ୍ଧୀ ମିନାର ନେଇ ଲାଗିଛି ବା ହଁ ସେ ଗାନ୍ଧୀ ମିନାର ପାଖରେ କଲୋନୀ ହଁ କଲୋନୀ ତମର କିଏ ହିଣ୍ଡାଲ କରି ଚାକିରି କରୁଛନ୍ତି ନା କଣ ଆଜ୍ଞା ଆଜ୍ଞା ହଁ ଠିକ ଅଛି ଆଉ ଆଉ ଯାହା ଅଛି ତମ ସେ ଇଏ ରୁ ଦେଖିଦବ ୟୁଟ୍ୟୁବ ରୁ ଯଦି କେତେଟା ଭିଡିଓ ଦିଆଯାଇଛି ସେଥିରେ ଦେଖିଦବ ଯୋଉଗୁଡା ହେଲା ଏଇ ଦେଖ ପିଲା କୋଉ ଡାଉଟ ରହିଲା ଏଇ ରିପୋର୍ଟ ରାଇଟିଂ ଦେଇଛି ସବୁ ଗୁଡା ଦେଇଛି କିନ୍ତୁ କଣ ଲେଖିବ ଆଉ କଣ ରହିଲା କହିଛି ବା ସବଜେକ୍ଟ ଓର ଏଗ୍ରିମେଣ୍ଟ କହିନି ପଢେଇଛି ବା ଆରେ ସେଠି କେବଳ ସିଙ୍ଗୁଲାର ପ୍ଲୁରାଲ ହଁ ବୁଝିହେଲା କି ମୁଁ କରେଇନି ସେଟା ପ୍ରଥମରୁ ବା କରେଇଛି ସବୁ ଗୁଡା ତମକୁ ପଢାଇଛି ଶୁଣ ତମର କେବେ ପରୀକ୍ଷା ଅଛି ତମର ଲଗାତାର ଗ୍ୟାପ ନାହିଁ କି ଗ୍ୟାପ ଅଛି ବା କହୁଛ ହଁ 2 ଦିନ ଇଂଲିଶ ପଢ 2 ଦିନ ତାପରେ ଫାଷ୍ଟ 2 ଦିନ ଇଂଲିଶ ପଢିଦବ ତାପରେ ଦେଇକିରି ପରୀକ୍ଷା ଆସି ତାପରେ ଅଲଗା ପଢିବ ସେକେଣ୍ଡ ଟା କଣ ଫିଜିକ୍ସ ନା କେମିଷ୍ଟ୍ରି ତାପରେ ଅଛି ମ୍ୟାଥ ଥାର୍ଡ ମ୍ୟାଥ କୁ କେତେ ଦିନ ଗ୍ୟାପ ଦେଇଛନ୍ତି କେମିଷ୍ଟ୍ରି ପରେ ଆଉ ଗ୍ୟାପ ଦେଇଛନ୍ତି ଆଉ କଣ ଆଉ କଣ ରହିଲା କୁହ ଏକ ସ୍ନେହଲତା କୋଶ୍ଚିନ୍ ପାଇଲୁ ରେ ঋଷିକା ଆଜ୍ଞା ସାର୍ ସବୁ କୋଶ୍ଚିନ୍ ଆଜ୍ଞା ପାଇଲ ତ ସାର୍
ହଁ ଆଜ୍ଞା ସାର୍ ସାର୍ ପୁରା 5 ପାଇଛି ସାର୍ ମିନିଟ୍ ତମର ଦେଖିନି। ହାଁ ସାର୍ ପାଇଛି ଯେ ସାର୍ ମୁଁ ଦେଖିନି ଖୋଲିକି ଦେଖିବି ସାର୍ ଆଜି। ଆଉ ଖୋଲି ଦେଖିଦେ ତୁ ଆଉ ଦେଖିଲା ବେଳକୁ ସମୟ ତୁ ଦେଖେ ତୁ ହାଉ ଫାର ୟୁ ଆର ଏଲିଜିବଲ। ସାର୍ କହ। ସାର୍ କମ୍ୟୁନିକେସନ ଟା ଟିକେ ଆଉଥରେ ପଠେଇ ଦିଅନ୍ତୁ ମୁଁ ପାଇନି। ଆଉ ଥରେ ପଠେଇଦେଲୁ ବାବୁ କମ୍ୟୁନିକେସନ। ଇରେ ସେଇଟାକୁ କାଇନେସିକ୍ସ ପଠେଇଥିଲି। ମୁଁ ଏବେ ପଠେଇ ଦଉଛି ନୋ କାଇନେସିକ୍ସ ସାର୍ ସାର୍ ରହ ପଠାଇନି। ମୁଁ ପଠଉଛି ବ୍ୟସ୍ତ ହନା। ପାଇଲ ଯାଇନି ନା। ଆଉ କଣ କୁହ ଆଉ 5 ମିନିଟ ରହିଲା ଯିଏ ଯାହା ବୁଝିବା କଥା ବୁଝ। ସରିଗଲା ତମର ଆଉ କଣ ନା ଡର ଲାଗୁଛି ଆଉ। ହଁ ଶୁଣ ଏ ଡେସ୍କ୍ରାଇବିଂ ଆନ୍ ଆଇଡିଆ ଡେସ୍କ୍ରାଇବିଂ କଣ ଗୋଟେ ଅଛି ସେ ଯୋଉ ମ୍ୟାଜିକ୍ ଅଫ ଟ୍ରି ମାର୍କ ସେଟାକୁ ଟିକେ ଦେଖିଥାଅ ସେଇ କୋଶ୍ଚିନ୍ ଟା ମୁଁ ଆଉ ଡାକିନି ତୁ ଦେଖ ସେ ଇଏରେ ଅଛି ତୁ ଲେଖିଛୁ ତ। ଆଉ କଣ କହିବାର ଅଛି ଯଦି କାହାର କଣ କୁହ। ହେଲା ଏଇଟା ଯୋଉଟା ପଢେଇଲି ଦେଇଦେଲି କାଇନେସିକ୍ସ ପ୍ରକ୍ସିମିକ୍ସ। କଣ କଣ ଆଦେହରେ ଅଛି ମୁଁ ଦେଖିଦଉଛି। ହଁ ଆଫେକ୍ଟିଭ ଡିସପ୍ଲେ ସବୁର ଇଏ ଅଛି ଆଉ। ଏ ପ୍ରକ୍ସିମିକ୍ସ ଅଛି ବା ସ୍ପେସ ଡିଷ୍ଟାନ୍ସ ପବ୍ଲିକ ପ୍ଲେସ ଇଏ ଅଛି ବା। ନାଇଁ କି ଆଦେହରେ ଅଛି। ଅଛି ବା ଇଣ୍ଟିମେଟ ପବ୍ଲିକ ଅଛି। ଏରେ ଶୁଣ ସେ ପ୍ରକ୍ସିମିକ୍ସ ଟା ସିଏ କଣ କହୁଛି 10 ଫୁଟ ରେ କି କେତେ ଫୁଟ ରେ ସେ ଗୋଟେ ନେଇଛି। ଡିଷ୍ଟାନ୍ସ ଟା ସେଇଟା ବି ଲେଖିବ ଯଦି ଆଦେହରେ ଅଛି। ଅଛି ବା ସାର୍ ସେ ଚିତ୍ର ହଁ କହ। ସାର୍ ହ୍ୟାଲୋ ଏଥିରେ ଲେଟର ରାଇଟିଂ ଆସିବ। ଲେଟର ରାଇଟିଂ ଜବ୍ ଆପ୍ଲିକେସନ ପୁରା ଆସିବ ମାନେ ନିଶ୍ଚିନ୍ତ ଆଉ। ସାର୍ ଇମ୍ପୋର୍ଟାଣ୍ଟ ପଠେଇଛନ୍ତି। ଆରେ ବୋକି ଶୁଣୁ ମୁଁ ଯାହା କହୁଛି ସେଇ କାମ କର ପାସ୍ କରିଯିବୁ। ଯେ ଜବ୍ ଆପ୍ଲିକେସନ ଯୋଉ ଆମର ଆଇଦର ତୁ ସେ ଭିଡିଓ ଦେଖିଦିଏ ନହେଲେ ଏଇ ଯୋଉ ନୋଟ ରେ ଅଛି ଜବ୍ ଆପ୍ଲିକେସନ ସେଇ ଗୋଟିଏ କୁ ଘୋଷି ଦବୁ ଏଇ ଶୁଣ ସେଇ ଗୋଟିଏକୁ ଘୋଷି ଦିଏ ଜବ୍ ଆପ୍ଲିକେସନ ଯାହା ଆସିବ ଖାଲି ପୋଷ୍ଟ ଚେଞ୍ଜ କରିବୁ ହେଲା। ଆଜ୍ଞା। ହୁଁ ଆଉ ଏକ୍ସଟ୍ରା ଲେଖିବୁନି ସେଇ ଗୋଟିଏ ହିଁ ଲେଖିବୁ ସେଇଥିରେ ପାସ୍ ହେଇଯିବୁ ତ 10 ମାର୍କ ନା କେତେ ପକଉଛି ଗୋଟେ ଜବ୍ ଆପ୍ଲିକେସନ 10 ମାର୍କ। ଆଉ ଏଇ ଷ୍ଟ୍ରକ୍ଚରରେ ଲେଖିଲେ ମୁଁ ଯେମିତି ଲେଖିଛି ସେମିତି ଲେଖିବ ଯଦି ତମେ ପାଇବ ନିହାତି। ମୁଁ କଣ ମିଛ କହୁଛି ତୁ ଚାକିରି କରିବୁ ବା ଡିପ୍ଲୋମାରେ ଆଉ କୋଉଠି ଦରକାର। ଜବ୍ ଯାହା ପଢୁ ନ ପଢୁ ଜବ୍ ଟା ସିଓର। ହେଲା ଜବ୍ ଲେଖାଏନି କେତେ ସମୁଦାୟ ମାତ୍ର 20 ପେଜ ଭିତରେ ବା ତମର ନୋଟ 20-30 ପେଜ ପଢିଲେ ଅନଉ ଅନଉ ସରିଯିବ। ସବୁ ଅଛି ତମ ଏଜେଣ୍ଡା ଫେଜେଣ୍ଡା ଯିଏ ଯୋଉଠି ଯାହା ଦେଖିବ ସିଲାବସକୁ ଦେଖିବ ବସି ଦେଖିବ କିନ୍ତୁ ତମକୁ ମୁଁ ଯେତିକି ଯାହା କହିଲି ସରିଲା ଖାଲି ସେ ଇଏ କରି କ୍ରିସିକା ଆଉ କଣ ରହିଲା ତୋର ଡାଉଟ କହ। ସ୍ନେହଲତା ଆଜ୍ଞା ସାର୍। ହଁ କଣ ଡାଉଟ ରହିଲା କହ। ସାର୍ ସେ ଯୋଉ ଆପଣ କୋଶ୍ଚିନ୍ ପଠେଇଛନ୍ତି ସବୁ ହଁ ମାନେ ପ୍ରୋଜ ପୋଏଟ୍ରି ର ହଁ ସେଇଟା ମାନେ 2 ମାର୍କରେ ଲେଖିଲେ ହବ। ମୁଁ ଯେତିକି ଦେଇଛି ଶୁଣ ସେତିକି ହିଁ ତୁ ପଢ ଅଧିକା ପଢିଲେ ଅସୁବିଧା ହେଇଯିବ। ଖାଲି ଗୋଟେ କୋଶ୍ଚିନ୍ ଏକ୍ସଟ୍ରା ସେ ଛାଡିଦବ ଯୋଉ ଡେସକ୍ରାଇବିଂ ଆନ୍ ଆଇଡିଆ ଛାଡିବ। ବାକି ମୁଁ ଦେଇଦେଇଛି ସବୁ। ଆଜ୍ଞା। ସେତିକି ଦେଖିବୁ ଏକ୍ସଟ୍ରା ଦେଖିବୁନି ଯାହା ପଡିବ ବି ସେଥିରୁ ତମେ କରିପାରିବ ହେଲା। ଆଉ ଅଧିକା ଯଦି ପଢିବ କାହିଁକି ନା ଶୁଣ ଟୁ ମଚ୍ ଅଫ୍ ରିଡିଙ୍ଗ ଇଜ ଦ ବେଷ୍ଟ ୱେ ଫର ଗେଟିଂ ଯେତେ ଅଧିକା ପଢିକି ଯିବ ସେତେ ଭୁଲ କରିବ ସେତେ ଭୁଲିବ
ହେଲା कम पढ़ियो प्रिसाइज टू द पॉइंट कम पढ़ियो भल से लिखियो कौन है हाँ सबू लिखिदव तमर कम्युनिकेशन पूरा सरीगला कौन सबू दिया ही जाइए बाकी जा कर तमर देखियो एइथिरु अराउंड प्राय क्वेश्चन पड़ी थो किंतु तम पिला सेति जानि नथि तमे हेले जानिलो आउ कोठी के पढौथि आउ किछि नाही रे पिले आउ किछि अछि ना रखिबा ओके